ମୁଁ ପୂର୍ଣ୍ଣଚନ୍ଦ୍ର ସାହୁ ଭୁବନ ତୃପ୍ତି ପାଠାଗାର ଅଧ୍ୟକ୍ଷ ଏକ ସ୍ୱେଚ୍ଛାସେବୀ ସଂଗଠନ। ଦେଖିବାକୁ ଗଲେ 16 ତାରିଖରୁ ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କଲେଣି ନିର୍ବାଚନ ତାରିଖ। ସେହି ଦିନଠାରୁ ମଧ୍ୟ ଆଦର୍ଶ ଆଚରଣ ବିଧି ସାରା ଭାରତରେ ଲାଗୁ ହେଲାଣି। କିନ୍ତୁ ଆମ ଭୁବନ ଅଞ୍ଚଳରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଯାହାକି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଭୁକ୍ତ ଅଟେ, ବର୍ତ୍ତମାନ 3 ଦିନ ଆଜିକି ହେଲାଣି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହୋଇ ଚାଲିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ଭୁବନ ପ୍ରଶାସନ କିଭଳି ଭାବରେ ଅନ୍ଧମୁଖ ବଧିର ହୋଇପଡ଼ିଛନ୍ତି। ତହସିଲ କାର୍ଯ୍ୟାଳୟ ମାନ୍ୟବର ସିଭିଲ କୋର୍ଟଙ୍କ କାର୍ଯ୍ୟାଳୟ ବାହାରେ ଏବଂ କୃଷି ବିଭାଗ କାର୍ଯ୍ୟାଳୟ ବାହାରେ ଜାତୀୟ ରାଜପଥ କଡ଼ରେ ପ୍ରଧାନମନ୍ତ୍ରୀଙ୍କର ଫଟୋ ଏବଂ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଥାଇ ସରକାରୀ ବିଜ୍ଞାପନ ଜଳ କରି ଦେଖାଯାଉଛି। ସେ ହୋର୍ଡିଂ ଗୁଡ଼ିକ ବୃହତ ଆକାରରେ ରାଜରାସ୍ତାରେ ଦଣ୍ଡାୟମାନ। ତେଣୁ ଏହି ହୋର୍ଡିଂ ଗୁଡ଼ିକ ହଟାଯିବ କେବେ? ବିଭିନ୍ନ ସ୍ଥାନରେ ଛୋଟିଆ ଛୋଟିଆ ହୋର୍ଡିଂ ଉପରେ କଳା ଚାଦରର ଆସ୍ତରଣ ବିଛାଇ ଦିଆଯାଉଥିବା ସମୟରେ ଏ ବଡ଼ ବଡ଼ ହୋର୍ଡିଂରେ କାହିଁକି ହାତ ମାରୁନାହାନ୍ତି ଜିଲ୍ଲା ପ୍ରଶାସନ? ନା ଡର ଲାଗୁଛି? ଆଦର୍ଶ ଆଚରଣ ବିଧି ଉଲ୍ଲଂଘନରେ ଏମାନେ ସହାୟକ ହେଉଛନ୍ତି। ତେଣୁ ଆଦର୍ଶ ଆଚରଣ ବିଧି ନିୟମ ସରକାରଙ୍କ ପକ୍ଷରୁ ପାଳନ କରିବାକୁ ହେଲେ ନିଶ୍ଚିତ ଭାବରେ ଏହି ହୋର୍ଡିଂ ଗୁଡ଼ିକୁ ହଟାଯିବା ଦରକାର।